ବିଜେଡିରୁ ନିଲମ୍ବିତ ହେଲେ ଦୁଇ ବିଧାୟକ। ନିଲମ୍ବିତ ହେଲେ ସନାତନ ମହାକୁଡୁ ଓ ଅରବିନ୍ଦ ମହାପାତ୍ର। ବିଜୁ ଜନତା ଦଳ ଦୁଇ ବିଧାୟକ ସନାତନ ମହାକୁଡୁ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିବା ନେଇ ଦଳ ତରଫରୁ ସୂଚନା ଦିଆଯାଇଛି। ନିକଟରେ ବିଜେଡି ବିଧାୟକ ସନାତନ ମହାକୁଡୁ କେନ୍ଦୁଝରରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ପୂର୍ବତନ ସରकारକୁ ଟାର୍ଗେଟ କରି କହିଥିଲେ ବିଜେଡି ସରକାରରେ ଥିବା ସମୟରେ କେନ୍ଦୁଝରକୁ ଅବହେଳା କରି ଆସିছে। ଏନେଇ ବିଜେଡିର ଯିଏ ଯାହା କୁହନ୍ତୁ ମୁଁ କିଛି ଭାବିବି ନାହିଁ, ଏହା କିନ୍ତୁ ସତ କଥା। ହେଲେ ବିଜେପି ସରକାର ଆସିଲା ପରେ କେନ୍ଦୁଝରର ବିକାଶ କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏ ସରକାରରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନିଜେ କେଉଁଝର ଜିଲ୍ଲାର, ତେଣୁ କେନ୍ଦୁଝରର ବିକାଶ ପାଇଁ ମୁଁ ମୋହନଙ୍କ ସହିତ ଅଛି ବୋଲି କହିଥିଲେ ସନାତନ ମହାକୁଡୁ। ସନା ମହାକୁଡଙ୍କ ଏହି ବୟାନ ପରେ ବିଜେଡି ଉପରେ ପ୍ରଶ୍ନ ଉଠିବାରେ ଲାଗିଥିଲା। ସେଥିପାଇଁ ଆଜି ବିଜେଡି ତରଫରୁ ତାଙ୍କୁ ନିଲମ୍ବନ କରାଯାଇଛି। ହେଲେ ଅନ୍ୟପଟେ ଅରବିନ୍ଦଙ୍କ ନିଲମ୍ବନକୁ ଅନେକ ପ୍ରଶ୍ନ ଉଠୁଛି। କାହିଁକି ନିଲମ୍ବନ ହେଲେ ଅରବିନ୍ଦ? କ'ଣ ଦଳ ବିରୋଧୀ କାମ କଲେ ଅରବିନ୍ଦ? ଅରବିନ୍ଦ ମହାପାତ୍ରଙ୍କୁ ଏନେଇ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେ ମଧ୍ୟ ନିଲମ୍ବନ ନେଇ ସାମାଜିକ ଗଣମାଧ୍ୟମରୁ ଜାଣିଲେ ବୋଲି କହିଥିଲେ। ହେଲେ କାହିଁକି ନିଲମ୍ବନ କରାଯାଇଛି ମୁଁ ଜାଣିନାହିଁ। ଅରବିନ୍ଦଙ୍କ କହିବା ଅନୁଯାୟୀ ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି, କିନ୍ତୁ ବିଜେଡି ନେତାଙ୍କ କହିବା ଅନୁଯାୟୀ ଅରବିନ୍ଦ ପାର୍ଟି ଲାଇନରେ ନଥିବା ଦଳ ପାଖରେ ଗୁଇନ୍ଦା ତଥ୍ୟ ରହିଛି, ସେଥିପାଇଁ ଅରବିନ୍ଦଙ୍କୁ ନିଲମ୍ବନ କରାଯାଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।